ଆପଣମାନେ ସମସ୍ତେ ଜାଣିଥିବେ ମଦ କେତେ ପ୍ରକାର ଅଛି। ଏମିତି ତ ମଦ ଦେଖିବାକୁ ଗଲେ ବହୁତ ପ୍ରକାର ଅଛି। ଇଂଲିଶ ବାଲା ମଦ ଯୋଉଟା ମାନେ ବାହାର ସବୁ ଫରେନ୍ ଲିକର ସବୁ ଆସୁଛି, ସେଗୁଡ଼ା ସବୁ ଅଲଗା ରହୁଛି। କିନ୍ତୁ ଦେଶୀ ମଦ କେତେ ପ୍ରକାରର ଅଛି। ଆପଣ ନର୍ମାଲ କିଛି ଜାଣିଥିବେ ଯେମିତିକି ହେଉଛି ମହୁଲି, ହାଣ୍ଡିଆ, ଖଜୁରୀ ଗଛରୁ ଯୋଉ ତାଡ଼ି ହୁଏ ଖଜୁରୀ ତାଡ଼ି, ଏମିତି ଆହୁରି 2-4ଟା ଅଲଗା ଅଲଗା ନାଁ ଥିବ। ଯେତିକି ମୁଁ ଜାଣିଥିଲି ଆପଣଙ୍କୁ କହିଲି। କିନ୍ତୁ ଏବେ ଏଇ ଆମ ଦେଶୀ ମଦ ହିସାବରେ ଆଉ ଗୋଟିଏ ମାନେ ନାଁ ଏବେ ଯୋଡ଼ି ହେବ, ଯୋଉଟା ହେଉଛି ମାଣ୍ଡିଆରୁ ହେବ ମଦ ତିଆରି। ଏଇଟା ମୁଁ କହୁନି, ଏଇଟା ସରକାର କହୁଛନ୍ତି। କାରଣ ମାଣ୍ଡିଆରୁ ଏବେ ମଦ ତିଆରି ହେବ ଆଉ ମାଣ୍ଡିଆ ମଦ ସମସ୍ତେ ପିଇବେ। କାରଣ ହେଉଛି ଦେଖନ୍ତୁ, ମାଣ୍ଡିଆଟା ଗୋଟେ ଏଇଭଳିଆ ହେଲ୍ଦି ପ୍ରଡକ୍ଟ କି ମାନେ ଯେମିତିକି ମାଣ୍ଡିଆ ଯଦି ଆପଣ ସକାଳୁ ଯାଉ କରିକି ଖାଉଛନ୍ତି, ଆପଣଙ୍କର ପେଟ ପୁରା ନର୍ମାଲ ରହିବ, ଥଣ୍ଡା ରହିବ, ଆଉ ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଫ୍ୟାଷ୍ଟ୍ରିକ୍ ହେବନି। ତ ବହୁତ ଡକ୍ଟର ମଧ୍ୟ ମାଣ୍ଡିଆ ଖାଇବା ପାଇଁ ସଜେଷ୍ଟ କରନ୍ତି। ଆଉ ମାଣ୍ଡିଆ ଚାଷ ହେଉଛି କୋଉଠି? ଆମ ଓଡ଼ିଶାର ମାନେ ବହୁତ ମାନେ ଇଏ ଏରିଆରୁ ଯାଇକି ମାନେ ଯୋଉଠୁ ଲୋକାଲ ଏରିଆରୁ ଗାଁ ଗହଳି ଏରିଆରୁ ମାନେ ସେମାନେ ମାଣ୍ଡିଆ ଚାଷ କରୁଛନ୍ତି, ସେ ଲୋକମାନେ ମାଣ୍ଡିଆ ହିଁ ଖାଉଛନ୍ତି। କିନ୍ତୁ ଆପଣମାନଙ୍କୁ ମୁଁ ଜଣେଇ ରଖିବି କି ମାଣ୍ଡିଆରୁ ବର୍ତ୍ତମାନ ଆମ ଗଭର୍ଣ୍ଣମେଣ୍ଟ ସରକାର, ଓଡ଼ିଶା ସରକାର ମାନେ ମଦ ତିଆରି କରିବା ପାଇଁ ପ୍ଲାନିଂ କରୁଛନ୍ତି, ଯୋଉଥିରେ କି ମାଣ୍ଡିଆରୁ ମଦ ତିଆରି କରିକି ସବୁଆଡ଼େ ତାକୁ ମାନେ ଗୋଟେ ବ୍ରାଣ୍ଡ କରାଯିବ, ତାକୁ ବିକାଯିବ। ତ ଦର୍ଶକ ବନ୍ଧୁ, ଏଇଥିରୁ ଆପଣ କୁହନ୍ତୁ, ମଦ ପିଇବା ତ ଦେହ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣିଛନ୍ତି। ଯଦି ମାଣ୍ଡିଆରୁ ମଦ ତିଆରି ହେବ, କ'ଣ ଆପଣମାନେ ସେ ମଦ ପିଇବେ? ମାଣ୍ଡିଆ ଖାଇବା ପରିବର୍ତ୍ତେ ଆପଣ ମାଣ୍ଡିଆ ମଦ ପିଇବେ? ତ ଆପଣମାନଙ୍କର କମେଣ୍ଟକୁ ମୁଁ ୱେଟ୍ କରିବି କି ଆପଣମାନେ ଯଦି ୟା ଉପରେ କ'ଣ ଆପଣଙ୍କର ମତାମତ ଅଛି ମୋତେ କମେଣ୍ଟ କରି ଜଣାନ୍ତୁ, ତାକି ୟା ଉପରେ ଆମେ ଆଉ ଗୋଟେ ଅଲଗା ମାନେ ଲଙ୍ଗ ଭିଡ଼ିଓ ବନେଇବା ଆଉ ଜାଣିବା। ତ ମାଣ୍ଡିଆରୁ ଯଦି ମଦ ତିଆରି ହେବ, ଲୋକମାନେ ମାଣ୍ଡିଆ ଯାଉ ଖାଇବେ ନା ମାନେ ମାଣ୍ଡିଆ ମଦ ପିଇବେ? ତ ଏଇଟା କେତେ ଦୂର ଠିକ୍ ହେଉଛି, କେତେ ଦୂର ଭୁଲ ହେଉଛି, ଆପଣମାନଙ୍କ କମେଣ୍ଟକୁ ୱେଟ୍ କଲି। ଆଜି ପାଇଁ ରହିଲି। ଜୟ ଜଗନ୍ନାଥ।